ପିଲାମାନେ ନନ୍ଦନକାନନ ଦେଖିଛ? କିଏ କିଏ ଦେଖିଛ? ହାତ ଉଠିଲ। ଦେଖିଛ? ଆଜି ଆମେ ନନ୍ଦନକାନନରେ କୋଉ କୋଉ ପଶୁ ପକ୍ଷୀ ରୁହନ୍ତି ସେ ବିଷୟରେ ଆମେ ଜାଣିବା। ଦେଖିବା କୋଉ କୋଉ ପଶୁ କୋଉ ପକ୍ଷୀ ନନ୍ଦନକାନନରେ ସେଠି ରଖାଯାଏ। ନନ୍ଦନକାନନରେ ସବୁ ପ୍ରକାର ପଶୁ ପକ୍ଷୀ ରୁହନ୍ତି। ଏଇଟା କଣ? ଏଇଟା ଦେଖିଛୁ ନନ୍ଦନକାନନରେ କେମିତି ଦେଖାଯାଉଛି? ତାର ବେକ ପୁରା ଲମ୍ବା କି ନାହିଁ? ଜିରାଫର ବେକଟା ଲମ୍ବା। ଏଇଟା କଣ? ହିପୋପଟାମସ୍। ସେଟାକୁ କଣ କହିବେ? ହିପୋପଟାମସ୍। ଓଡ଼ିଆରେ କଣ କହିବେ ସେଟାକୁ? ଗଣ୍ଡା। ଏଇଟା କଣ? ଓଡ଼ିଆରେ କଣ କହିବେ? ଏଇଟା କଣ? ଓଡ଼ିଆରେ କଣ କହିବେ? ଏଇଟା କଣ? ଆଉ କଣ ଥାଏ? ସାପ ଗୁଡାକ ବି ଥାଏ ନନ୍ଦନକାନନରେ। ଆଉ କଣ କଣ ଥାଏ? ଡିଅରକୁ କଣ କହିବେ? ଏଇଟା କଣ? ଗରିଲା ବି ସେଇଠି ଥାଏ କେତେ ସାରା। ଏଇଟା କଣ? ଜେବ୍ରା ଥାଏ ବହୁତ ସାରା ଜେବ୍ରା। ଏଇଟା କଣ? ଏଇଟା ଚାଲୁ ନନ୍ଦନକାନନରେ କଣ କରୁଥିଲେ? ନନ୍ଦନକାନନରେ ପୁରା କ୍ରୋକୋଡାଇଲ। ଏଇଟା କଣ? କ୍ରୋକୋଡାଇଲ। କ୍ରୋକୋଡାଇଲକୁ କଣ କହିଲେ ଓଡ଼ିଆରେ? କୁମ୍ଭୀର। ଏସବୁ ନନ୍ଦନକାନନରେ ଥାଏ। ଆମେ ସବୁ ଦେଖିଲେ ସେଇଟା ଥାଏ କି ନାହିଁ? ଦେଖିଥିଲେ ଜିଅନ୍ତା ସବୁ ଥାଏ। ନନ୍ଦନକାନନରେ ଏସବୁ ପଶୁ ପକ୍ଷୀକୁ ରଖାଯାଏ। ସମସ୍ତେ ଯେଉଁମାନେ ଆମେ ଜଙ୍ଗଲକୁ ଯାଇ ଦେଖିପାରିବାନି, ଆମେ ନନ୍ଦନକାନନ ଗଲେ ସବୁ ପ୍ରକାର ପଶୁ ପକ୍ଷୀକୁ ଆମେ ସେଇଠି ଦେଖିପାରିବା। ହଁ କି ନାହିଁ? ଆମେ ଚିତ୍ର ମାଧ୍ୟମରେ ପଢ଼ିଲେ କି ନାହିଁ? ସେଇ ଏମିତି ନନ୍ଦନକାନନରେ ଆମେ ଏମିତି ଜୁରେ ଖାଇବୁ, ଏମିତି ପଶୁ ପକ୍ଷୀକୁ